ଲୋଭ ଗୋଟିଏ ଭଲ ମଣିଷକୁ ବି ବହୁତ ତଳକୁ ଖସାଇ ଦିଏ। ଲୋଭର ଇଚ୍ଛା ଶକ୍ତି ଏତିକି ବଳବାନ ଥାଏ କି ତା ଆଗରେ ଭଲ ଭଲ ମଣିଷ ବି ନଷ୍ଟ ହୋଇଯାଆନ୍ତି। ତାକୁ କିଛି ଜିନିଷର ଭୟ ରହେ ନାହିଁ। ସେମିତି ଏ କାହାଣୀରୁ ଶୁଣିବା କି କେମିତି ଗୋଟିଏ ମଣିଷ ଲୋଭରୁ ଗୌତମ ବୁଦ୍ଧଙ୍କ ଶିଷ୍ୟ ବନିଗଲା। ଗୋଟିଏ ଗାଁରେ ଗୋଟିଏ ଗରିବ ଲୋକଟିଏ ଥାଏ। ସେ ସବୁବେଳେ ରାଜାଙ୍କ ମହଲରେ କାମ କରେ। ସେ ଗରିବ ଲୋକର ଘର ପଛପଟେ ଗୋଟିଏ ପୋଖରୀଟିଏ ଥାଏ। ସେ ପୋଖରୀରେ ପାଣି ନଥାଏ। ସବୁବେଳେ ସେ ପୋଖରୀ ସୁଖାରେ ପଡ଼ିଥାଏ। ଦିନକର କଥା, ଥରେ ସେ ଗରିବ ବ୍ୟକ୍ତି ସେ ପୋଖରୀ ବାଟ ଦେଇ ଆସୁଥାଏ। ଦେଖିଲା ଯେ ପୋଖରୀରେ ବହୁତ ପାଣି ଏବଂ ମଝିରେ ଗୋଟିଏ ସୁନ୍ଦର ଦିବ୍ୟ ପଦ୍ମ ଫୁଲଟିଏ ଫୁଟିଛି। ସେ ବ୍ୟକ୍ତିଟି ତା ସ୍ତ୍ରୀକୁ ଡାକିଲା। ତାର ସ୍ତ୍ରୀଟି ସଦାବେଳେ ଈଶ୍ୱର ଭକ୍ତିରେ ଲିପ୍ତ ରହିଥାଏ। ତାର ସ୍ତ୍ରୀ ଆସିଲା ଏବଂ ଦେଖିଲା ଗୋଟିଏ ସୁନ୍ଦର ପଦ୍ମ ଫୁଲଟିଏ ଫୁଟିଛି ଏବଂ ଯେଉଁ ପୋଖରୀରେ ପାଣି ନଥିଲା ସେହି ପୋଖରୀରେ ବହୁତ ପାଣି ଭରି ହୋଇ ରହିଛି। ସେହି ଦୃଶ୍ୟକୁ ଦେଖି ସେ କହିଲା, ଏ ବାଟ ଦେଇ ବୋଧେ ମହାତ୍ମା ବୁଦ୍ଧ ଯାଇଛନ୍ତି। ସେଥିପାଇଁ ତାଙ୍କ ଛାଇ ପଡ଼ି କିମ୍ବା ତାଙ୍କ ଦିବ୍ୟ ପାଦଚିହ୍ନ ପଡ଼ି ଏହି ପୋଖରୀରେ ପାଣି ଏବଂ ପଦ୍ମ ଫୁଟିଛି। ସେ ପଦ୍ମକୁ ସେ ଦୁହେଁ ସ୍ୱାମୀ ସ୍ତ୍ରୀ ତୋଳିଲେ ଏବଂ ତାର ସ୍ୱାମୀ କହିଲା, ଏ ପଦ୍ମକୁ ରାଜାଙ୍କୁ ଦେବି ଏବଂ କହିବି ଏ ପଦ୍ମ ଉପରେ ବୁଦ୍ଧଙ୍କ ଛାଇ ପଡ଼ିଛି। ତାହା ଶୁଣି ମୋତେ ରାଜା ଏ ଦିବ୍ୟ ପଦ୍ମ ବଦଳରେ ବହୁତ ଉପହାର ଦେବେ। ସେ କଥା ଭାବି ସେ ବ୍ୟକ୍ତି ସେ ପଦ୍ମଫୁଲ ଧରି ବାହାରିଗଲା ରାଜାଙ୍କ ପାଖକୁ। ବାଟରେ ସେ ଗୋଟିଏ ବେପାରୀକୁ ଭେଟିଲା। ସେ ବେପାରୀ ସେହି ପଦ୍ମଫୁଲଟିକୁ ଦେଖି କହିଲା, ଏତେ ଦିବ୍ୟ ପଦ୍ମଫୁଲଟିଏ ପାଇଲ କେଉଁଠୁ? ଏହି ଫୁଲଟିକୁ ମୋତେ ଦେଇଦିଅ, ମୁଁ ତୁମକୁ 100 ସୁନାର ମୁଦ୍ରା ଦେବି। ସେହି ଲୋକଟି ଭାବିଲା କି ଯଦି ଖାଲି ଫୁଲଟି ଏତେ ଦାମିକା ତ ଏ ଫୁଲରେ ବୁଦ୍ଧଙ୍କ ଛାଇ ପଡ଼ିବା କଥା ଶୁଣିଲେ ରାଜା ତ ମୋତେ ଏ ବେପାରୀଠାରୁ ଆହୁରି ସୁନାର ମୁଦ୍ରା ଅଧିକ ଦେବେ। ସେହି କଥାକୁ ଭାବି ସେ ବ୍ୟକ୍ତି ସେ ବେପାରୀକୁ ମନା କରିଦେଲା ଏବଂ ଆଗକୁ ଚାଲିଲା। ବାଟରେ ରାଜାଙ୍କୁ ଭେଟିଲା। ରାଜା ସେ ସୁନ୍ଦର ଫୁଲଟିକୁ ଦେଖି କହିଲେ, ଏହି ସୁନ୍ଦର ଦିବ୍ୟ ଫୁଲଟି କେଉଁଠାରୁ ପାଇଲ? ସେ ବ୍ୟକ୍ତି ସବୁ କଥା କହିଦେଲା। ରାଜା କହିଲେ, ଯଦି ସେହି ପୋଖରୀରେ ପାଣି ନଥିଲା, ପୋଖରୀ ସୁଖା ପଡ଼ିଥିଲା ଏବଂ ବୁଦ୍ଧଙ୍କ ଛାଇ ପଡ଼ିବାରୁ ପାଣି ହେଲା ଏବଂ ଏହି ପଦ୍ମଟି ଫୁଟିଛି ତ ଏହାର ମୂଲ୍ୟ କହି ହେବ ନାହିଁ। ଯଦି ମହାତ୍ମା ବୁଦ୍ଧଙ୍କ ପାଦ ଚିହ୍ନ ଏବଂ ଛାଇରେ ଏତେ ଶକ୍ତି ଅଛି କି ଗୋଟିଏ ଶୁଖିଲା ପୋଖରୀରେ ପାଣି ଭର୍ତ୍ତି ହୋଇଯାଉଛି ଏବଂ ଏକ ଦିବ୍ୟ ପଦ୍ମ ଫୁଲଟିଏ ଫୁଟିଛି ତ ଭାବ ତାଙ୍କ ଆଶୀର୍ବାଦ ଏବଂ ତାଙ୍କ କରୁଣା କେତେ ଦିବ୍ୟ ହୋଇଥିବ। ସେଥିପାଇଁ ତମେ ଯାହା ମାଗିବ ଦେବି, କିନ୍ତୁ ଏ ଫୁଲଟିକୁ ମୋତେ ଦେଇଦିଅ। ଏକଥା ଶୁଣିବା ପରେ ସେ ଲୋକଟି ଭାବିବାକୁ ଲାଗିଲା କି ମୁଁ ଏ ଫୁଲଟିକୁ ନେଇ ମହାତ୍ମା ବୁଦ୍ଧଙ୍କୁ ଦେବି ଏବଂ ସେ ଲୋକଟି ରାଜାଙ୍କୁ ବି ମନା କରିଦେଲା ଏବଂ ଫୁଲଟିକୁ ନେଇ ବୁଦ୍ଧଙ୍କ ନିକଟକୁ ଗଲା ଏବଂ ବୁଦ୍ଧଙ୍କ ପାଦ ତଳେ ପଡ଼ି କହିଲା, ହେ ମହାତ୍ମା, ତମ ଛାଇରେ ଯଦି ଶୁଖିଲା ପୋଖରୀରେ ପାଣି ଭର୍ତ୍ତି ହୋଇଯାଉଛି, ଫୁଲଟିଏ ଫୁଟିଛି, ସେ ଫୁଲ ବି ଦିବ୍ୟ ହୋଇ ତ ତମ ଜ୍ଞାନର ଟିକିଏ ଏବଂ ତୁମ ଭକ୍ତିରୁ ଟିକିଏ ମିଳିଗଲେ ମୁଁ ଧନ୍ୟ ହୋଇଯିବି। ସେମିତି କହି ସେ ବ୍ୟକ୍ତି ମହାତ୍ମା ବୁଦ୍ଧଙ୍କ ପାଦ ତଳେ ସେହି ଫୁଲଟିକୁ ଅର୍ପଣ କଲା ଏବଂ କହିଲା କି ମୁଁ ବି ତମର ଶିଷ୍ୟ ହେବା ପାଇଁ ଚାହେଁ। ପ୍ରଥମତଃ ଏ ଦିବ୍ୟ ପଦ୍ମ ଫୁଲଟିକୁ ରାଜାଙ୍କୁ ଦେଇ କିଛି ସୁନା ମୁଦ୍ରାର ଲୋଭ ମୋତେ ବାଟବଣା କରିଦେଇଥିଲା, କିନ୍ତୁ ତମର ମହିମା ଜାଣିବା ପରେ ମୁଁ ତମ ନିକଟକୁ ଆସିଛି ଶିଷ୍ୟ ହେବା ପାଇଁ। ମୋ ଉପରେ ଦୟା କର ମହାତ୍ମା। ତାପରେ ସେ ବ୍ୟକ୍ତି ଜୀବନ ପର୍ଯ୍ୟନ୍ତ ବୁଦ୍ଧଙ୍କ ଶିଷ୍ୟ ବନିଗଲା। ବନ୍ଧୁଗଣ, ଏ କାହାଣୀ ଆମକୁ ଏହା ଶିଖାଏ କି ଆମ ଜୀବନରେ ବହୁତ ଜିନିଷ ନିଜ ପାଖକୁ ଆକର୍ଷିତ କରିଥାଏ ଏବଂ ଆମେ ସେ ଲୋଭରେ ନ ପଡ଼ି ନିଜର ଜ୍ଞାନ ବଳରେ ସଠିକ୍ ରାସ୍ତାକୁ ବାଛିବା ଦରକାର।